କାଜଲକୁ ବୋଧେ କିଛି ଅସୁବିଧା ହେଇଛି। ତା ମୁହଁ ଦେଖି ସେମିତି ଲାଗୁଛି ଶାଶୁଙ୍କୁ ପଚାରିବାକୁ ହେଇଛି। କାଜଲ ମ୍ୟାଡ଼ାମ ଆପଣଙ୍କର କିଛି ଅସୁବିଧା ହେଇଛି କି? ହଁ ମେରା ମ୍ୟାଡ଼ାମ, ମୋ ଶାଶୁଙ୍କର ବହୁତ ଜଏଣ୍ଟ ଆଉ ବଡି ପେନ୍ ହେଉଛି। ଏମିତି କେବେଠୁ ହେଲାଣି ମ୍ୟାଡ଼ାମ? କେତେ ଦିନ ହେଲାଣି ଲୋକ ମ୍ୟାଡ଼ାମ, ଚାଲାବୁଲା କରିବା ପାଇଁ ବି ବହୁତ ଅସୁବିଧା ହେଉଛି। ତାହେଲେ ମ୍ୟାଡ଼ାମ ଆପଣ ତାକୁ ଫିଜିଓଥେରାପି ପାଇଁ ନେଇକି ଯାଉନାହାନ୍ତି। ଫିଜିଓଥେରାପିରୁ ଜଏଣ୍ଟ ପେନ୍ ହଉ କି ବଡି ପେନ୍ ସବୁ କମିଯାଉଛି ମ୍ୟାଡ଼ାମ। କିନ୍ତୁ ଆପଣ ବଢ଼ିଆ କଥା କହିଲେ, ଏଇଟା କୋଉଠି ହେଉଛି ଫିଜିଓଥେରାପି? ଆପଣ କୁଆଡ଼େ ଯିବାକୁ ପଡ଼ିବନି। ଜାନୁଆରୀ 19 ରବିବାର ଦିନ ଆମ ସ୍କୁଲରେ ହବାକୁ ଯାଉଛି ଫିଜିଓଥେରାପି କ୍ୟାମ୍ପ। ଏ ତ ବଢ଼ିଆ କଥା କହିଲେ। ହେଲେ ମ୍ୟାଡ଼ାମ ବହୁତ ପଇସା ଖର୍ଚ୍ଚ ହେଉଥିବ ଫିଜିଓଥେରାପିରେ। ନା ମ୍ୟାଡ଼ାମ, ଏଇଟା ସମ୍ପୂର୍ଣ୍ଣ ଭାବେ ମାଗଣା ରହିବ। ସାକ୍ରେଡ୍ ଗ୍ରୁପ୍ ପବ୍ଲିକ୍ ସ୍କୁଲ ତରଫରୁ ଫ୍ରି ଫିଜିଓଥେରାପି କ୍ୟାମ୍ପ ହେବାକୁ ଯାଉଛି। ଆରେ ବାଃ, ଏ ତ ବଢ଼ିଆ କଥା। ଆମ ସ୍କୁଲ ଛୁଆଙ୍କ ପାଠପଢ଼ା ହଉ କି ଲୋକଙ୍କର ସେବା ହଉ, କୋଉଥିରେ ପଛୁଆ ରହୁନି, ସବୁଥିରେ ଆଗୁଆ। ଖରା ଦିନରେ ଜଳଛତ୍ର ହଉ କି ବ୍ଲଡ ଡୋନେସନ କ୍ୟାମ୍ପ। ଆଇକେପ୍ ହଉ ଆଉ ଏବେ ଫ୍ରି ଫିଜିଓଥେରାପି କ୍ୟାମ୍ପ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ହେବାକୁ ଯାଉଛି। ଆସନ୍ତୁ ଜାନୁଆରୀ 19 ରବିବାରକୁ ସାକ୍ରେଡ୍ ଗ୍ରୁପ୍ ପବ୍ଲିକ୍ ସ୍କୁଲ ତରଫରୁ ଆୟୋଜିତ ହେବାକୁ ଯାଉଛି ଆରୋଗ୍ୟ ଫ୍ରି ଫିଜିଓଥେରାପି କ୍ୟାମ୍ପ। 9ଟାରୁ ଦିନ 12ଟା ପର୍ଯ୍ୟନ୍ତ ସେକ୍ଟର 13 CDA କଟକରେ। ଆପଣଙ୍କର ଅପେକ୍ଷାରେ ରହିଲି। ଜୟ ଜଗନ୍ନାଥ।